ଲଗାଣ ବର୍ଷାରେ ବେହାଲ ହୋଇଛି ମାଲକାନଗିରି। କ୍ରମାଗତ ଭାବେ 2 ଦିନ ଧରି ଲଗାଣ ବର୍ଷା ହେବା କାରଣରୁ ମାଲକାନଗିରି ଜିଲ୍ଲାର କାଲିମେଳା ଏବଂ ବାଲିମେଳା ସହ ମାଲକାନଗିରିରୁ ଜୟପୁରକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ତେବେ ସବୁଠାରୁ ବଡ଼ କଥା ହେଉଛି ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଯାନବାହନ ଅଟକି ରହିଥିବା ବେଳେ ଲୋକଙ୍କ ଘରଦ୍ୱାରରେ ମଧ୍ୟ ପାଣି ପଶିଛି। ତେବେ ମାଲକାନଗିରି ଜିଲ୍ଲାର ସଦର ମହକୁମାରେ ଥିବା 7 ନମ୍ବର ୱାର୍ଡରେ ମଧ୍ୟ ଅନୁରୂପ ଭାବେ ବର୍ଷା ଜଳ ଆସି 20ରୁ ଅଧିକ ଘରେ ପାଣି ପଶିଛି। ତେବେ ଆମେ ଯେଉଁ ଦୃଶ୍ୟ ଆପଣଙ୍କୁ ଦେଖାଉଛୁ ଏ ଦୃଶ୍ୟ ହେଉଛି ମାଲକାନଗିରି ସହରର ଥିବା 7 ନମ୍ବର ୱାର୍ଡର, ଯେଉଁଠିକି ଗତ ରାତିଠାରୁ ପାଣି ପଶିବା କାରଣରୁ ଏହି ସ୍ଥାନୀୟ ବାସିନ୍ଦା ଯେଉଁମାନେ ରହିଥିଲେ ସେମାନେ ରାଜରାସ୍ତାକୁ ଆସିଛନ୍ତି ଏବଂ ରାଜରାସ୍ତାକୁ ଆଜି ଅବରୋଧ କରି ରହିଛନ୍ତି। ତେବେ ଆମ ଗହଣରେ ଯିଏ ରହିଛନ୍ତି ଜଣେ ସ୍ୱେଚ୍ଛାସେବୀ ସେ ଅଛନ୍ତି, ଆମେ ତାଙ୍କ ପାଖକୁ ଯିବା, ଆମେ ତାଙ୍କ ପ୍ରତିକ୍ରିୟା ନେବା। ଆଜ୍ଞା, କ'ଣ କହିବେ? ଆମେ ଦେଖୁଛୁ ମାଲକାନଗିରି ସହରରେ ଆଜି 7 ନମ୍ବର ୱାର୍ଡରେ ଲୋକ ଆସିଛନ୍ତି ରାଜରାସ୍ତାକୁ, ଏ ଆସିବାର କାରଣ କ'ଣ ଆମ ଦର୍ଶକଙ୍କୁ କହିବେ? ଦେଖନ୍ତୁ, ଯେତେବେଳେ ଆମେ ଯଦି ମ୍ୟୁନିସିପାଲିଟିରେ ଗୋଟେ ଯୋଜନା କରିବା 4 କୋଟି ଟଙ୍କା ଖର୍ଚ୍ଚ ହେଇକରି ଗୋଟେ ବନ୍ଧ ବନାଉଛନ୍ତି ମାଲକାନଗିରି ମ୍ୟୁନିସିପାଲିଟି ହାର୍ଟ ଅଫ୍ ଟାଉନ୍ ଉପରେ, ଯେଉଁଟାକି ବସ୍ଷ୍ଟାଣ୍ଡ ଉପରେ, ତ ପ୍ରଥମେ ଚିନ୍ତା କରିବା କଥା ଯେ ଆମେ 20 ଫୁଟ ହାଇଟ୍ରେ ଯଦି ବନ୍ଧ ହିଡ଼ିଟା ବନେଇବା, ତା ତଳେ ଗୋଟେ 50-60ଟା ପରିବାର ରହୁଛନ୍ତି, ତାଙ୍କୁ କ'ଣ କ୍ଷତି ହେବ କି ବୋଲି ଚିନ୍ତା କରିବା କଥା। ଏପ୍ରିଲ ମାସରେ ଯେତେବେଳେ ବନ୍ଧ ହିଡ଼ି କାମ କଲେ, ଏପ୍ରିଲ ମାସରେ ମ୍ୟୁନିସିପାଲିଟି ଇଓ ସାଙ୍ଗରେ ଯୋଗାଯୋଗ କଲୁ, ଗୋଟେ ଲିଖିତ ଆକାରରେ ଦିଆହେଲା ବନ୍ଧ ହିଡ଼ିଟା ଏତେ ଉଚ୍ଚତା କଲେ ସାର୍ ବର୍ଷା ପାଣିଟା ରହିକି ଆମର ଘରଗୁଡ଼ାକ କ୍ଷତି ହେବ। ତା ବାଦ ପଦକ୍ଷେପ କିଛି ନେଲେ ନାହିଁ। ମେ ମାସରେ ତାପରେ ଏଗେନ୍ ଯାଇକିରି ବେଟିକି ଏଗେନ୍ ଗୋଟେ ଲେଖା ହେଲା, ଦିଆହେଲା। ଆପଣ ତ ଜାଣିଥିବେ ଖବରକାଗଜରେ, ଇଲେକ୍ଟ୍ରୋନିକ୍ ମିଡ଼ିଆରେ ଏସବୁ ଜିନିଷ ଏ ଦୃଶ୍ୟ ଦେଖା ହେଇଛି। ତ ହଠାତ୍ ଗତକାଲି ଯେଉଁଭଳି ଭାବରେ ବର୍ଷା ହେଲା, 22ଟା ଘର ସମ୍ପୂର୍ଣ୍ଣ ନଷ୍ଟ ହେଇକି ପାଣି ଭିତରେ ବୁଡ଼ି ଯାଇଛି। ତ ବାଧ୍ୟ ହେଇକି ସେ ଘରବାସୀ ଯେତିକି ଅଛନ୍ତି ବାଲିସାଗର ସାହିର, ସେ ବାଧ୍ୟ ହେଇକି ଆମେ ପ୍ରଶାସନକୁ ଜଣାଇଲୁ, ସବ୍ କଲେକ୍ଟର ସାର୍କୁ ଜଣାଇଲେ, କଲେକ୍ଟର ସାର୍କୁ ଜଣାଇଲେ, ତହସିଲଦାର ସାର୍କୁ ଜଣାଇଲେ, ମ୍ୟୁନିସିପାଲିଟି ଏକ୍ଜିକ୍ୟୁଟିଭ୍ ଅଫିସରକୁ ଜଣାଇଲେ, କିଛି କାର୍ଯ୍ୟକାଳ ହେଇନାହିଁ ବୋଲି ବାଧ୍ୟ ହେଇକି ସେ ରାଜରାସ୍ତା ଦେଇଛନ୍ତି। ନିଶ୍ଚିତ ରୂପରେ ଆପଣ ଯାହା ଶୁଣୁଥିଲେ, ମାଲକାନଗିରିର ଯେ ସ୍ଥାନୀୟ ବାସିନ୍ଦା ଥିଲେ ତାଙ୍କ କହିବା କଥା ହେଉଛି ଯେ ପ୍ରଶାସନ ଲୋକଙ୍କର ଗୁହାରି ନ ଶୁଣିବା କାରଣରୁ ଆଜି ସ୍ଥାନୀୟ ବାସିନ୍ଦା ରାଜରାସ୍ତାକୁ ଆସିଛନ୍ତି ଏବଂ ଦୀର୍ଘ ସମୟ ଧରିକି 326 ନମ୍ବର ଜାତୀୟ ରାଜପଥକୁ ଅଟକ ରଖିଛନ୍ତି। ତେବେ ଆମ ଗହଣରେ ଯିଏକି ମାଲକାନଗିରି ଜିଲ୍ଲାର ଯିଏକି ମ୍ୟୁନିସିପାଲିଟିର ଅଧିକାରୀ ରହିଛନ୍ତି, ସେ ଆସିଛନ୍ତି ଗ୍ରାଉଣ୍ଡ ଜିରୋକୁ, ତାଙ୍କ ସହିତ ସବ୍ କଲେକ୍ଟର ମଧ୍ୟ ମାଲକାନଗିରିରୁ ଆସିଥିଲେ ଏବଂ ଆମେ ଯେ ଅଛନ୍ତି ମାଲକାନଗିରି ଜିଲ୍ଲାର ଯିଏକି ମ୍ୟୁନିସିପାଲିଟି ଅଧିକାରୀ ତାଙ୍କ ପାଖକୁ ଯିବା, ଆମେ ପ୍ରତିକ୍ରିୟା ନେବା। ସାର୍, ଆମେ ଦେଖୁଛୁ ଯେ ମାଲକାନଗିରି ଯେଉଁ 7 ନମ୍ବର ୱାର୍ଡବାସୀ ରହିଛନ୍ତି ସେମାନେ ଆଜି ରାଜରାସ୍ତାକୁ ଆସିଛନ୍ତି। ଏ ରାଜରାସ୍ତାକୁ ଆସିଛନ୍ତି କାରଣ ସେମାନଙ୍କର କହିବା କଥା ହେଉଛି ଯେ ତାଙ୍କ ଘରେ ପାଣି ପଶିଛି, ପ୍ରାୟ 20ରୁ 30 ଘର ଜଳମଗ୍ନ ହୋଇଛି ଏବଂ ଘରଦ୍ୱାର ମଧ୍ୟ ଭାଙ୍ଗି ଯାଇଛି। କିନ୍ତୁ ସେହି ବାସିନ୍ଦାଙ୍କ ପାଇଁ ଆପଣ ପ୍ରଶାସନ ପକ୍ଷରୁ କ'ଣ ପଦକ୍ଷେପ ଗ୍ରହଣ କରିବେ ସାର୍? ହଁ, 20ରୁ 22 ଘର ମୂଳରୁ ସେମାନେ ସେଠି ରହୁଛନ୍ତି, ତାଙ୍କୁ ବି ଆମେ ନୋଟିସ୍ କରିଥିଲୁ ଖାଲି କରିବା ପାଇଁ। ଏମାନେ ଆମେ କୁଆଡ଼େ ଯିବୁ ବୋଲି କହିବାରୁ ଆମେ ତହସିଲଦାରଙ୍କୁ ମଧ୍ୟ ଚିଠି କରିଥିଲୁ, ଏମାନଙ୍କୁ କେଉଁଠି ଗୋଟେ ଥଇଥାନ କର। ଆଉ ସେମାନେ ବି ତାଙ୍କର ଏନକ୍ୱାରି ଫେନକ୍ୱାରି କରୁଛନ୍ତି। ଆକ୍ଚୁଆଲି ସେମାନେ ନିଜର ଘର ଥିଲେ ତ ସରକାର ବି ଦେବନି, ତାଙ୍କର ଚାଲିଛି। ଇନ୍ ଦ ମିନ୍ ଟାଇମ୍ ଏ ବର୍ଷା ହେଇଗଲେ ପାଣି ଜମା ହେଇଯାଉଛି। ଏ ପାଣି ଜମା ହେଉଛି ବୋଲିକି ମଝିରେ ଏ ଡ୍ରେନ୍ ଆମର ସେ ଯେଉଁ ପୋଖରୀ ସାଇଡ଼୍ରେ ଆମେ ଗୋଟେ ଡ୍ରେନ୍ କରିଛୁ, ସେ ଡ୍ରେନ୍ରେ ବି ପାଣି ଯାଉଥିଲା। ଏବେ ଏଇ 2-3 ଦିନ ହେଲା ଏତେ ଜୋରରେ ବର୍ଷା ହେଲା, ପାଣି ଜମିଲା ପରେ ଆମେ ଏବେ ବର୍ତ୍ତମାନ ସେ ହୁଡ଼ା କାଟି ଯେଉଁ ନଦୀ ଆମର ଯେଉଁ ପୋଖରୀର ହୁଡ଼ା କାଟିବା ପାଇଁ ବର୍ତ୍ତମାନ JCB ମେସିନ୍ ମଗେଇଛୁ। ସେଇଟା ଏଇ 10-15 ମିନିଟ୍ ଭିତରେ ଆସିଯିବ। ସେଇଟା ପାଣିଟା ଭିତରୁ ଯେମିତି ଯିବ ସେଇଟା ବ୍ୟବସ୍ଥା କରୁଛୁ। ନିଶ୍ଚିତ ରୂପରେ ମାଲକାନଗିରି ସହରର ଯିଏକି ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ରହିଥିଲେ ତାଙ୍କ କହିବା କଥା ହେଉଛି ଯେ ପୋଖରୀର ଯେଉଁ ନବନିର୍ମିତ ହୁଡ଼ା ହୋଇଛି, ସେହି ହୁଡ଼ା କାରଣରୁ ମାଲକାନଗିରି ସହରବାସୀ ଯେଉଁ 7 ନମ୍ବରର ସେମାନେ ଆଜି କଷ୍ଟ ଭୋଗୁଛନ୍ତି। ତେବେ ଯଦି ମାଲକାନଗିରି ଜିଲ୍ଲାର କଥା କହିବା ତ ମାଲକାନଗିରି ଜିଲ୍ଲାରେ ଏକ ରକମ ଏଠି ପ୍ରକାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମାଲକାନଗିରି ଠାରୁ କାଲିମେଳା ଏବଂ କାଲିମେଳାରୁ ଆରମ୍ଭ କରିକିନା ମୋଟୁ ପର୍ଯ୍ୟନ୍ତ ମଧ୍ୟ ଯୋଗାଯୋଗ ପୁରା ଠପ୍ ହୋଇ ପଡ଼ିଛି। ଅନୁରୂପ ଭାବେ ମାଲକାନଗିରି ସହରର ବାଲିମେଳା ଅଞ୍ଚଳକୁ ମଧ୍ୟ ସେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି, କାରଣ ବାଲିମେଳା ଅଞ୍ଚଳର ଟାର୍ଲୋକଟା ପୋଲ ଉପରେ 2ରୁ 4 ଫୁଟର ପାଣି ପ୍ରବାହିତ ହେଉଛି ଏବଂ ସେଭଳି ମାଲକାନଗିରି ଠାରୁ ଜୟପୁରକୁ ଯଦି ଆମେ ଦେଖିବା 326 ନମ୍ବର ଜାତୀୟ ରାଜପଥରେ ଯେଉଁଠିକି ପାଙ୍ଗାମ ରହିଛି, ପାଙ୍ଗାମରେ ମଧ୍ୟ ସେଇଠି ବନ୍ୟା ଜଳ ଆସିବା କାରଣରୁ ପୋଲ ଉପରେ 2ରୁ 4 ଫୁଟର ପାଣି ପ୍ରବାହିତ ହେଉଛି ଏବଂ ବଣ୍ଡାଘାଟି କଥା ଯଦି କହିବା, ବଣ୍ଡାଘାଟିରେ ମଧ୍ୟ
जहाँकि बर्तमान खबर आसूची जे माटी अतड़ा मध्य खसी तेबे सबुठार बड़ कथा होची एथिपे जिला प्रशासन समस्त प्रकार पदक्षेप नहीं जिलार जो 7टी ब्लॉक रही से 7टी ब्लॉक जो मैंने अधिकारी रही तहसीलदार और बीडीओ को बन्या परिस्थिति को नियंत्रण करने लगे से सजग कर विभिन्न स्थान में पुलिस कर्मचारी पलर उभय पार्श्व जगी रही लोक बन्या जल को जमी न जी पाखक तेणुक पुलिस कर्मचारी मैंने पूरा सजग रही देखा मिली। मालकानगिरी जिलार वीडियो जर्नालीस्ट स्वाधीन बेहरा जयंत त्याड़ी ओडिशा भास्कर। जातक विचार एवं गृहर वास्तु जनित समस्यार समाधान ପାଇଁ जोगाजोग करंतु ज्योतिर्विद वास्तुविद श्री मानस चंद्र नायक। जोगाजोग करंतु 9438 481748।